गीत संहिता गीत 112 शस्य माने काहींकी कण करନ୍ତି जनवृद्ध काहींकी अनर्थक विषय ସବୁ ଭାଳନ୍ତି ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ଅଭିଷିକ୍ତ ଭକ୍ତଙ୍କ ବିରୁଦ୍ଧରେ ଭୂପତିଗଣ ଠିଆ ହୁଅନ୍ତି ଓ ଶାସନ କର୍ତ୍ତୃଗଣ ଏକତ୍ର ମନ୍ତ୍ରଣା କରନ୍ତି। ଆସ ଆମେମାନେ ସେମାନଙ୍କର ବଦନ ଛିଟାଇ ପକାଉ ଓ ଆମମାନଙ୍କ ନିକଟରୁ ସେମାନଙ୍କର ରସି ଦୂର କରିଦେଉ। ସେ ସ୍ୱର୍ଗରେ ଉପବିଷ୍ଟ ସେ ହସିବେ, ପ୍ରଭୁ ସେମାନଙ୍କୁ ପରିହାସ କରିବେ। ସେ ଆପଣା କୋପରେ ସେମାନଙ୍କୁ କଥା କହିବେ ଓ ଆପଣା ମହାକୋପରେ ସେମାନଙ୍କୁ ବ୍ୟାକୁଳ କରିବେ। ମାତ୍ର ମୁଁ ଆପଣା ରାଜାଙ୍କୁ ଆପଣା ପବିତ୍ର ପର୍ବତ ସିଓନଠାରେ ସ୍ଥାପନ କରିଅଛି। ମୁଁ ତାହାଙ୍କ ବିଧାନକୁ ପ୍ରଚାର କରିବି। ସଦାପ୍ରଭୁ ମୋତେ କହିଲେ, ତୁମେ ଆମର ପୁତ୍ର, ଆଜି ଆମ୍ଭେ ତୁମକୁ ଜନ୍ମ ଦେଲୁ। ଆମ ନିକଟରେ ମାଗ, କହିଲେ ଆମ୍ଭେ ତୁମ ଉତ୍ତରାଧିକାର ନିମନ୍ତେ ଗୋଷ୍ଠୀୟମାନଙ୍କୁ ଓ ତୁମ ଅଧିକାର ନିମନ୍ତେ ପୃଥିବୀର ପ୍ରାନ୍ତ ସବୁକୁ ତୁମକୁ ଦେବା। ତୁମେ ଲୌହ ଦଣ୍ଡରେ ସେମାନଙ୍କୁ ଭାଙ୍ଗିଅଛ ଓ ତୁମେ କୁମ୍ଭକାରର ପାତ୍ର ପରି ସେମାନଙ୍କୁ ଚୂର୍ଣ୍ଣ କରିଅଛ। ହେ ରାଜଗଣ, ତୁମମାନେ ଏବେ ତ୍ୟାଗୀ ହୁଅ ଏବଂ ହେ ପୃଥିବୀର ବିଚାର କର୍ତ୍ତୃଗଣ, ତୁମମାନେ ଶିକ୍ଷା ଗ୍ରହଣ କର। ଭୟରେ ସଦାପ୍ରଭୁଙ୍କର ସେବା କର ଓ କମ୍ପିତ ହୋଇ ଉଲ୍ଲାସ କର। କ୍ଷୁଦ୍ରଙ୍କୁ ଚୁମ୍ବନ କର, କହିଲେ ସେ କ୍ରୁଦ୍ଧ ହେବେ ଓ ତୁମମାନେ ପଥରେ ବିନଷ୍ଟ ହେବ। କାରଣ ତାହାଙ୍କର କ୍ରୋଧ ଶୀଘ୍ର ପ୍ରଜ୍ୱଳିତ ହେବ। ଯେଉଁମାନେ ତାହାଙ୍କର ଶରଣ ନିଅନ୍ତି ସେମାନେ ଧନ୍ୟ। ଆମେନ୍। ସେ ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କ ଠାରୁ ଆଜ୍ଞା ଘୋଷଣା କରାଗଲା। ସୂରିଆର ଶାସନକର୍ତ୍ତା କ୍ୱିରିନିଆଙ୍କ ସମୟରେ ପ୍ରଥମ ଥର ସେହି ନାମ ଲେଖା ହୋଇଥିଲା। ସେଥିନିମନ୍ତେ ସମସ୍ତେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଯାଉଥିଲେ। ପୁଣି ଯଥେଷ୍ଟ ମଧ୍ୟ ନାମ ଲେଖାଇବା ନିମନ୍ତେ ମରିୟମଙ୍କ ସହିତ ଗାଲିଲୀର ନାଜରେଥ ନଗରର ଯୁଦା ପ୍ରଦେଶର ବେଥଲେହେମ ନାମକ ଗାଉଦ ନଗରକୁ ଗଲେ, କାରଣ ସେ ଗାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ। ତାଙ୍କ ସହିତ ମରିୟମଙ୍କ ବିବାହ ନିର୍ବନ୍ଧ ହୋଇଥିଲା ଓ ସେ ଗର୍ଭବତୀ ଥିଲେ। ସେମାନେ ସେହି ସ୍ଥାନରେ ଥିବା ସମୟରେ ତାହାଙ୍କ ପ୍ରସବ କାଳ ଉପସ୍ଥିତ ହେଲା। ପୁଣି ସେ ଆପଣ ପ୍ରଥମ ଜାତ ପୁତ୍ରର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗାରେ କଡ଼ାଇ ଗୁହାଳକୁଣ୍ଡରେ ଶୁଆଇଲେ, କାରଣ ବସା ଘରେ ସେମାନଙ୍କ ପାଇଁ ସ୍ଥାନ ନଥିଲା। ସେହି ଅଞ୍ଚଳରେ କେତେକ ମେଷପାଳକଙ୍କ ପଦାରେ ରହି ରାତ୍ରିରେ ସେମାନେ ପର ଜଗୁଥିଲେ। ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହୋଇ ପ୍ରଭୁଙ୍କର ଗୌରବ ଧରି ସେମାନଙ୍କ ଚତୁର୍ଦିଗରେ ପ୍ରକାଶିତ ହେଲା, ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ। ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ। ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମମାନଙ୍କୁ ଜଣାଉଅଛି। କାରଣ ଆଜି ଦାଉଦଙ୍କ ନଗରରେ ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ଆଉ ତୁମମାନଙ୍କ ନିମନ୍ତେ ଏହା ଚିହ୍ନ ସ୍ୱରୂପ ହେବ, ତୁମେମାନେ ଜଣେ ଶିଶୁକୁ ଲୁଗାରେ ଘୋଡ଼ା ହୋଇ ଗୁହାଳକୁଣ୍ଡରେ ଶୋଇଥିବାର ଦେଖିବ। ପୁଣି ଆସବାନ ସେହି ଦୂତଙ୍କ ସଙ୍ଗରେ ସ୍ୱର୍ଗୀୟ ବାହିନୀର ଗୋଟିଏ ବୃହତ୍ତର ଉପସ୍ଥିତ ହୋଇ ପ୍ରଭୁଙ୍କର ଈଶ୍ୱରଙ୍କ ସ୍ତବଗାନ କରୁ କରୁ କହିଲେ, ଉର୍ଦ୍ଧ୍ୱ ଲୋକରେ ଈଶ୍ୱରଙ୍କ ଭଳି ପ୍ରାଣୀ, ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି। ଦୂତମାନେ ସେମାନଙ୍କ ଠାରୁ ସ୍ୱର୍ଗକୁ ପ୍ରସ୍ଥାନ କଲା ଭିତରେ ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, ଆସ, ଆମ୍ଭେମାନେ ବେଥଲେହେମ ପର୍ଯ୍ୟନ୍ତ ଯାଇ ପ୍ରଭୁ ଆମମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ ତାହା ଦେଖିବା। ଏଥିରେ ସେମାନେ ଶୀଘ୍ର ଯାଇ ଅଭ୍ୟର୍ଥନ କରି ମରିୟମ ଓ ଯୋସେଫ ପୁଣି ଗୁହାଳକୁଣ୍ଡରେ ଶିଶୁକୁ ଶୋଇଥିବାର ଦେଖିଲେ। ସେମାନେ ଏହା ଦେଖି ସେହି ଶିଶୁଙ୍କ ସମ୍ବନ୍ଧରେ ସେମାନଙ୍କୁ ଯେଉଁ କଥା କୁହାଯାଇଥିଲା ତାହା ପ୍ରକାଶ କଲେ। ପୁଣି ସେମାନେ ସମସ୍ତେ ସେଥିରେ ଚମତ୍କୃତ ହେଲେ। କିନ୍ତୁ ମରିୟମ ସେହି ସମସ୍ତ କଥା ହୃଦୟରେ ରଖି ଆନ୍ଦୋଳନ କରିବାକୁ ଲାଗିଲା। ଆଉ ମେଷପାଳକମାନଙ୍କୁ ଯେପରି କୁହାଯାଇଥିଲା ସେହିପରି ସେମାନେ ଯାହା ଯାହା ଶୁଣିଲେ ଓ ଦେଖିଲେ, ସେହି ସମସ୍ତ ସକାଶେ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା କରୁ କରୁ ବାହୁରିଗଲେ। ସ୍ୱର୍ଣ୍ଣମୟ ପଦ ଲୁକ 2:1-2
ଅଜାଣିତ